ପାଖାପାଖି 10 ବର୍ଷ ପରେ ମୁଁ ଆସିକି ପହଞ୍ଚି ଯାଇଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସାମ୍ନାରେ। ମନରୁ ଏତେ ଶାନ୍ତି ମିଳୁଛି ସେଟା ଆପଣ ମାନଙ୍କୁ ମୁଁ କହିକି ବୁଝେଇ ପାରିବିନି। ଲାଷ୍ଟ ଟାଇମ ଆସିଥିଲି 2014ରେ ଆଉ ଏବେ ଆସିଛି 2024ରେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଜିନୁ, ଆପଣ ମାନେ ଦେଖୁଛନ୍ତି କ୍ରେଜି କଲିଂ। ଏବେ ଟାଇମ ପାଖାପାଖି ହଉଛି ଆପଣଙ୍କର 10:30। ଆମେ ଏବେ ଆସିକି ପହଞ୍ଚି ଯାଇଛୁ ବାରିପଦା ଷ୍ଟେସନରେ। ଆଜି ଅଛି ଆମର ଟ୍ରେନ ପୁରୀ ଯିବା ପାଇଁ। ଆମେ ଷ୍ଟାଣ୍ଡରେ ଗାଡି ରଖିଦେଇଛୁ ଆଉ ଏବେ ଆସିକି ଷ୍ଟେସନରେ ବସିଛୁ। କିନ୍ତୁ ଟ୍ରେନର ଦେଖା ହିଁ ନାହିଁ। ଟ୍ରେନର ଟାଇମ ଥିଲା 11:30, କିନ୍ତୁ ଟ୍ରେନ ଆସୁ ଆସୁ ବାଜି ଯାଇଥିଲା 12:30 ପାଖାପାଖି। ଆଉ ଟ୍ରେନ ଛାଡିଲା ପାଖାପାଖି 1ଟାରେ। ତ ଏତେ ହିଁ ଲେଟ୍ ଥିଲା। ତ ଆମେ ଟ୍ରେନରେ ଚଢିକି ଶୋଇ ପଡିଥିଲୁ। ଆଉ ଏବେ ହେଇଯାଇଛି ସକାଳ, ଟ୍ରେନ ପହଞ୍ଚି ଯାଇଛି ପୁରୀ ଧାମରେ। ଆଉ ଆମେ ଓହ୍ଲେଇକି ଏବେ ଚାଲି ଚାଲିକି ଯାଉଛୁ ଷ୍ଟେସନ ବାହାରକୁ। ଷ୍ଟେସନ ବାହାରେ ଯାଇକି ଆଗେ ଅଟୋ କରିନେଲୁ ଆଉ ଅଟୋ ଧରିକି ସିଧା ପହଞ୍ଚି ଗଲୁ ହୋଟେଲ ସାମ୍ନାରେ। ହୋଟେଲରେ ପହଞ୍ଚିକି ଜିନିଷ ପତ୍ର ରଖିଦେଇକି ବାହାରି ପଡିଲୁ ସି ବିଚ୍ ପାଇଁ। ଆଉ ପ୍ରଥମେ ବହୁତ ହି ଭୋକ ଥିଲା ଯେହେତୁ ଟିଫିନ କରିନେଲୁ। ଟିଫିନ ଖାଇ ନେଇକି ଏବେ ଆମେ ଆସୁଛୁ ଚାଲି ଚାଲିକା ସି ବିଚ୍ ଆଡକୁ। ଗୁଲୁ ତାର ବାବାଙ୍କ ହାତ ଧରିକି ଚାଲି ଚାଲିକା ଚାଲିଛି। ଗୁଲୁ ତ ବହୁତ ହି ଏକ୍ସାଇଟେଡ ଥିଲା, କାହିଁକି ସେ ଏତେ ପାଣି ଏତେ ବାଲି ଦେଖିକି ବହୁତ ଖୁସି ହେଇଯାଇଥିଲା। ତାପରେ ଆମେ ଦେଖନ୍ତୁ ଏବେ ଚାଲି ଚାଲିକା ଯାଇକି ସିଧା ପହଞ୍ଚି ଯାଇଛି ସମୁଦ୍ର କୂଳ ପାଖରେ। ଆଉ ଏପଟେ ଦେଖନ୍ତୁ କେମିତି ସବୁ ଦୋକାନ ବସିଛି। ଏଠି ଚାରିଆଡେ ଖାଲି ମ୍ୟାଗି ହିଁ ନଜର ଆସୁଥିଲା, କାହିଁକି ଏଠି ଯେତିକି ବି ଷ୍ଟଲ ଦେଖିଲି ଅଧିକାଂଶ ଷ୍ଟଲ ରେ ମାନେ ମ୍ୟାଗି ଆଉ ଅଣ୍ଡା ଏଇଗୁଡା ସବୁ ଥିଲା। ତ ଯାହା ବି ହଉ ଆମେ ସିଧା ଆଗେ ପହଞ୍ଚିକି ଚାଲିଗଲୁ ପାଣି ପାଖକୁ, ମାନେ ସମୁଦ୍ର କୂଳକୁ। ସବୁ ଦେଖନ୍ତୁ ଚେୟାର ପକେଇକି ତମ୍ବୁ ଖାଞ୍ଚିକି ରଖିଛନ୍ତି, ପାର ହେଡ ମାନେ 30 ଟଙ୍କା କରିକି। ଯିଏ ଚାହିଁବେ ସେଠି ବସି ପାରିବେ। ତାପରେ ଆମେ ତ ସିଧା ଯାଇକି ବାଲି ଉପରେ ବସି ପଡିଲୁ। ଗୁଲୁ ତାର ଖେଳିବା ପାଇଁ ଲାଗି ଯାଇଛି। ଏଇ ଯୋଉ ଖେଳନା ଗୁଡା ଦେଖୁଛନ୍ତି ଏଇଗୁଡା ମୁଁ ଘରୁ ବୋହିକି ନେଇକି ଆସିଥିଲି। ତ ତାଇ ଯେତେବେଳେ ଆସିଥିଲେ ସେ ନେଇକି ଆସିଥିଲେ ତା ପାଇଁ। ତ ଭାବିଲି କି କଣ ପାଇଁ ଏଠି ପୁଣି ବେକାର କିଣିବା, ତ ମୁଁ ସେଥିପାଇଁ ଘରୁ ନେଇକି ଚାଲି ଆସିଛି। ତ ଗୁଲୁ ତ ତା ବାବାଙ୍କ ସହିତ ଏଠି ବସିକି ଖେଳୁଛି। ଆମେ ବହୁତ ଏନ୍ଜୟ କଲୁ। ତାପରେ ଏଇ ଦେଖନ୍ତୁ ଏଇ ଯୋଉ ମିଠା ଆସିଥିଲେ ବିକିବା ପାଇଁ, ମିଠା ଏମିତି ବି ମୋର ବହୁତ ହି ପ୍ରିୟ। ତ ଆମେ ସେଟା ଟେଷ୍ଟ କଲୁ, ବହୁତ ହି ବଢିଆ ଲାଗିଲା। ତାପରେ ଆମେ ସବୁ ବୁଲାବୁଲି କରିକି ଫଟୋ ସୁଟ କରିକି ସମୁଦ୍ରରେ ଗାଧେଇକି ସିଧା ଆସିକି ପହଞ୍ଚିଗଲୁ ହୋଟେଲ ପାଖରେ। ଫ୍ରେଶ ହେଇକି ପୁଣି ବାହାରି ପଡିଲୁ ଏବେ ଶ୍ରୀମନ୍ଦିର ପାଇଁ। ପୁଣି ଗୋଟେ ଅଟୋ ଭଡା କରିନେଲୁ। ଏଠି ଅଟୋ ବାଲାଙ୍କର ଯୋଉ ରେଟ୍, ମୁଣ୍ଡ ଖରାପ ହେଇଯାଉଛି। କିଏ କହୁଛି 200 ନବ, କିଏ କହୁଛି 150 ନବ। ତ ଯାହା ବି ହଉ ଆମେ ଏବେ ଆସିକି ଫାଇନାଲି ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚି ଯାଇଛୁ। ଆଉ ଏଇପଟେ ଯେ ଦେଖୁଛନ୍ତି ଏଇ ହଲଟା, ଏଇଟା ଜୁତା ଆଉ ମୋବାଇଲ ରଖିବା ପାଇଁ ଫ୍ରି ଅଫ କଷ୍ଟ। ତ ମନ୍ଦିର ସାମ୍ନାରେ ପହଞ୍ଚିକି ଏତେ ଶାନ୍ତି ଲାଗିଥିଲା ସେଟା ମୁଁ ଆପଣଙ୍କୁ କହିକି ବୁଝେଇ ପାରିବିନି। ତାପରେ ଆମେ ଲାଇନ ରେ ଭିତରକୁ ଯାଇକି ଜଗନ୍ନାଥଙ୍କ ଦର୍ଶନ କଲୁ, ପ୍ରଭୁ ବଳଭଦ୍ରଙ୍କ ଦର୍ଶନ କଲୁ, ଆଉ ଦେବୀ ସୁଭଦ୍ରାଙ୍କର ବି ଦର୍ଶନ କଲୁ। ଆଉ ତାପରେ ପ୍ରସାଦ ଖାଇ ନେଇକି ଆମେ ବାହାରକୁ ବାହାରି ଆସିଛୁ। ସେଠି ବହୁତ ସମୟ ବସିଲୁ। ତାପରେ ସନ୍ଧ୍ୟା ଟାଇମ ହେଇଗଲା ବେଳକୁ ସିଧା ଯାଇକି ଆମେ ପୁଣି ସି ବିଚ୍ ରେ ପହଞ୍ଚି ଯାଇଛୁ। ଆଉ ଏତେ ହିଁ ଟାୟାର୍ଡ ହେଇଯାଇଥିଲୁ ଦିନ ସାରା ବୁଲାବୁଲି କରିକି। ସି ବିଚ୍ ରେ ସେମିତି କିଛି ଟାଇମ ଆମେ ଆଉ ବେଶୀ ବୁଲାବୁଲି କଲୁନି। ଜଷ୍ଟ ଯାଇକି ଟିକେ ମାଛ ଛଣା ହେରିକା ଖାଇଦେଲୁ। ଆଉ ଖାଇ ଦେଇକି ଗୁଲୁ ତାର ଖାଲି କାନ୍ଦିବାରେ ବ୍ୟସ୍ତ, ତାର ଖେଳନା କିଣିବ ବୋଲି। ତାର ପାଇଁ ଯୋଉ ଗୋଟେ ଘୁରଘୁରି ବେଲୁନ ଟା ଯୋଉଥିରେ ଆପଣଙ୍କର ବବଲ୍ସ ବାହାରେ, ତ ସିଏ ସେଇଟା ନେବ ବୋଲି କାନ୍ଦୁଥିଲା। ତ ତାକୁ ଲାଷ୍ଟରେ ସେଟା ମୁଁ କିଣିଦେଲି। ସେଟା କିଣି ସାରିଲା ପରେ ଆମେ ସନ୍ଧ୍ୟା ବେଳକୁ ପାଖାପାଖି 7:30ରୁ 8ଟା ଭିତରେ ଆସିକି ସିଧା ରୁମ ରେ ପହଞ୍ଚି ଗଲୁ। ଏତେ ହିଁ ଟାୟାର୍ଡ ହେଇଯାଇଥିଲୁ କି ଆଉ ମାନେ ରହିବା ପାଇଁ ହିଁ ଇଚ୍ଛା ନଥିଲା। ଆସିକି ସିଧା ହିଁ ଶୋଇପଡିଛୁ। ତ ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ଆମେ କାଲି କଣ କଣ କରିବା, କୁଆଡେ ଯିବା। ତ ମୋ ଭିଡିଓ ଦେଖନ୍ତୁ, ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଆଉ କମେଣ୍ଟ କରିକି ଜଣାଇବେ କେମିତି କଣ ଲାଗୁଛି ବୋଲି। ରହୁଛି, ଦେଖା ହବ ଆଉ ଗୋଟେ ନୂଆ ଭିଡିଓରେ। ସେତେ ପର୍ଯ୍ୟନ୍ତ ଗୁଡ ନାଇଟ୍, ଟାଟା, ବାଏ।